ବହୁ ଆଡ଼ମ୍ବର ସହିତ ଆରମ୍ଭ ହୋଇଛି ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ମା ଜଗତଜନନୀ ଠାକୁରାଣୀଙ୍କ ନବଦିନ କଳସୀ ଯାତ୍ରା। ଏହି କଳସୀ ଯାତ୍ରା ପ୍ରତିବର୍ଷ ଚୈତ୍ର ମାସରେ ହୋଇଥାଏ। ଏହି ଯାତ୍ରା 9 ଦିନ ଧରି ହୋଇଥାଏ। ପ୍ରଥମ ଦିନରେ ଝରିଗାଁ ରୋଡ଼ ସ୍ଥିତ ମା ମଙ୍ଗଳା ମନ୍ଦିରରୁ ମାଙ୍କୁ ପାଛୋଟି ଆଣି ଜଗନ୍ନାଥ ମନ୍ଦିର ନିକଟରେ ଥିବା ମା ଜଗତଜନନୀ ଠାକୁରାଣୀଙ୍କ ମନ୍ଦିରରେ ମାଙ୍କୁ ବିଶ୍ରାମ ଦିଆଯାଇଥାଏ। ମାଙ୍କୁ ପାଛୋଟି ଆଣିବା ସମୟରେ ମାଙ୍କ ଦର୍ଶନ ନିମନ୍ତେ ଗତକାଲି ସନ୍ଧ୍ୟାରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ବିଭିନ୍ନ ବାଜା ଡିଜେ ବାଣ ଫୁଟାଇ ମାଙ୍କୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଦିନ ବିଶ୍ରାମ ନେବା ପରେ 8 ଦିନ ପର୍ଯ୍ୟନ୍ତ ସହରରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଘର ଘରକୁ ଯାଇ ଦର୍ଶନ ଦେବେ ମା ଠାକୁରାଣୀ। ଏହି ନବଦିନ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଆସିଥାନ୍ତି। 9 ଦିନ ପୂରଣ ହେବା ପରେ ମାଙ୍କୁ ବହୁ ଆଡ଼ମ୍ବରର ସହିତ ମାଙ୍କ ଘର ମା ମଙ୍ଗଳା ମନ୍ଦିରରେ ଫେରିଯାଆନ୍ତି। ଉକ୍ତ କଳସୀ ଯାତ୍ରା ବହୁ ପୁରାତନ କାଳରୁ ପାଳନ କରାଯାଇଛି। ଏହି ନବଦିନ କଳସୀ ଯାତ୍ରାରେ ମନୋରଞ୍ଜନ ପାଇଁ ବିଭିନ୍ନ ମୀନା ବଜାର, ବିଭିନ୍ନ ପ୍ରକାର ଦୋକାନ ବଜାର ବସିଥିବା ଦେଖିବାକୁ ମିଳିଥାଏ। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।